ହୀରାକୁଦ ବନ୍ଧ ଦିଏ ବିଜୁଳି ବତୀ ଆଲୁଅ ଆସିଲେ ହଟୋଇ ରାତି। ଏ ଧାଡ଼ିଟିକୁ ଆମେ ସଭିଏଁ ପିଲାଦିନେ ସ୍କୁଲରେ ପାଠ ବହିରେ ପଢ଼ିଥିବା। ତେବେ ସେହି ହୀରାକୁଦ ବନ୍ଧ ବିଶ୍ୱର ସର୍ବବୃହତ୍ତମ ମାଟି ବନ୍ଧ, ଯାହା ଆଜି ଜଳ ଧାରଣା କ୍ଷମତା ଓ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଭାବରେ ଛିଡ଼ା ହୋଇଛି। ମାତ୍ର ଆପଣ ଜାଣିଛନ୍ତି କି ହୀରାକୁଦ ବନ୍ଧ ନିର୍ମାଣ ପଛରେ ଲୁଚି ରହିଛି ଅନେକ କାହାଣୀ, ଯାହା ହୁଏତ ଆପଣମାନେ ଜାଣିନଥିବେ। ଆସନ୍ତୁ ଭିଡ଼ିଓ ମାଧ୍ୟମରେ ଜାଣିବା ହୀରାକୁଦ ବନ୍ଧ ପଛର କାହାଣୀ। 1866 ମସିହାର ନଅଙ୍କ ଦୁର୍ଭିକ୍ଷ ଓ ପ୍ରତିବର୍ଷ ବନ୍ୟା ଓଡ଼ିଶାର ମେରୁଦଣ୍ଡକୁ ଦୋହଲାଇ ଦେଉଥାଏ। ଯଦି ମହାନଦୀରେ ବନ୍ଧଟିଏ ହୋଇ ଏହାର ଜଳରାଶିକୁ ଅଟକାଇ ଦେଇହେବ, ତାହେଲେ ଏହା ନିଅଣ୍ଟିଆ ବର୍ଷା ସମୟରେ କୃଷକର କ୍ଷେତକୁ ଜଳ ଯୋଗାଇବା ସହିତ ବନ୍ୟା ସମୟରେ ବନ୍ୟା ଜଳକୁ ଧାରଣା କରିବାର କ୍ଷମତା ମଧ୍ୟ ରଖିବ ବୋଲି ତତ୍କାଳୀନ ବ୍ରିଟିଶ ସରକାର ହୃଦବୋଧ କଲେ। ଆଉ ଏହାପରେ ତତ୍କାଳୀନ ଭାରତୀୟ ସିଭିଲ ଇଞ୍ଜିନିୟର ଏମ୍ ବିଶ୍ୱେଶ୍ୱରାୟ ବ୍ରିଟିଶ ସରକାରଙ୍କୁ ମହାନଦୀରେ ଏକ ବନ୍ଧ ନିର୍ମାଣ କରିବା ପାଇଁ ଆନୁଷାଙ୍ଗିକ ପ୍ଲାନ୍ ସହ ଏକ ପ୍ରସ୍ତାବ ମଧ୍ୟ ଦେଇଥିଲେ। ପରେ ମାର୍ଚ୍ଚ 15 ତାରିଖ 1946 ମସିହାରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଏହାର ଶୁଭ ଦେଲେ। ଆଉ ପରେ ଭାରତ ସ୍ୱାଧୀନତା ପ୍ରାପ୍ତି ପରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ 1948 ମସିହା ଏପ୍ରିଲ ମାସ 12 ତାରିଖରେ ଡ୍ୟାମ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଏବଂ ତାପରେ ଆରମ୍ଭ ହେଲା ନିର୍ମାଣ କାର୍ଯ୍ୟ। ସମ୍ବଲପୁର ସ୍ଥିତ ଲକ୍ଷ୍ମୀ ଡୁଙ୍ଗରି ଏବଂ ଚଣ୍ଡୀ ଡୁଙ୍ଗରି ନାମକ ଦୁଇଟି ପାହାଡ଼କୁ ବନ୍ଧାଯାଇ ଡ୍ୟାମ୍ କାମ ଆରମ୍ଭ କରାଗଲା। ଆଉ ଏଇଥିପାଇଁ ବ୍ୟୟ ଅଟକଳ ରହିଲା ପାଖାପାଖି 100 କୋଟି। ତେବେ ସର୍ଭେରେ ଜଣାପଡ଼ିଲା ଡ୍ୟାମ୍ ହେଲେ 3ଟି ଜିଲ୍ଲା ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାର ଲୋକେ ପ୍ରଭାବିତ ହେବେ। ଆଉ ଏହାପରେ ଆରମ୍ଭ ହେଲା ବିସ୍ଥାପନ ପ୍ରକ୍ରିୟା, ଯାହାକି ଥିଲା ହୀରାକୁଦ ନିର୍ମାଣ ପଛର ଏକ ବିରାଟ କଳାଫର୍ଦ୍ଦ। ତେବେ ବନ୍ଧ ନ ହେଉ ବୋଲି ପାଖାପାଖି 30,000ରୁ ଅଧିକ କୃଷକ ପରିବାର ଧାରଣା ଦେଲେ। ମାତ୍ର ଏସବୁକୁ ଅଣଦେଖା କରି ନିର୍ମାଣ କାମ ଆରମ୍ଭ କରାଗଲା। ଆଉ ନିର୍ମାଣ କାମରେ ପାଖାପାଖି 22,000ରୁ ଅଧିକ ପରିବାର ବିସ୍ଥାପିତ ହୋଇଗଲେ। ଆଉ ଲୋକଙ୍କ ସାମ୍ନାରେ ତାଙ୍କର ଘର, ଚାଷ ଜମି, ମନ୍ଦିର ଦେଖୁ ଦେଖୁ ପାଣି ଭିତରେ ବୁଡ଼ିଗଲା। ଏବେ ବି ଖରାଦିନେ ପାଣି କମିଲେ ବନ୍ଧ ଭିତରେ କିଛି ବୁଡ଼ି ଯାଇଥିବା ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯାଇଥାଏ। ସେତେବେଳେ ଏତେ ମାତ୍ରାରେ ମାଟି ଖୋଳିବା ପାଇଁ ମେସିନ୍ ମଧ୍ୟ ନଥାଏ। ତେଣୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରରୁ ଅନେକ ଲୋକଙ୍କୁ ବନ୍ଧ ନିର୍ମାଣ କାର୍ଯ୍ୟ କରିବା ପାଇଁ ଅଣାଗଲା। ଲୋକମାନେ ଅବିରତ କାମ କରୁଥାନ୍ତି। ସେମାନେ ମଧ୍ୟ ଜାଣିନଥାନ୍ତି ବନ୍ଧ କ'ଣ ଏବଂ କାମ ସରିଲା ପରେ ଏହାର ରୂପରେଖ କ'ଣ ହେବ। ପରେ 5 ବର୍ଷର ଅବିରାମ ପରିଶ୍ରମ ପରେ ବନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା। ଆଉ ଏହାର ଲମ୍ବ ରହିଲା 26 କିଲୋମିଟର ଓ ମୁଖ୍ୟ ବନ୍ଧର ଲମ୍ବ ରହିଲା ପାଖାପାଖି 5 କିଲୋମିଟର। ଆଉ ଏଥିରେ ପାଣି ନିଷ୍କାସନ ପାଇଁ 98ଟି ସୁଇଚ୍ ଗେଟ୍ ମଧ୍ୟ ରହିଲା। ଏବଂ 1957 ମସିହାରେ ପଣ୍ଡିତ ନେହେରୁ ଆସି ଏହାକୁ ଲୋକାର୍ପଣ କଲେ। ତେବେ ବନ୍ଧ ପାଇଁ ଆନ୍ଧ୍ରରୁ ଆସିଥିବା ଶ୍ରମିକ ବନ୍ଧ କାର୍ଯ୍ୟ ଶେଷ ହେବା ପରେ କିନ୍ତୁ ନିଜ ରାଜ୍ୟକୁ ଫେରିବା ପାଇଁ ଚାହିଁନଥିଲେ। ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ସେମାନେ ବୁର୍ଲା ଓ ବରଗଡ଼ ମଝିରେ ଛୋଟ ଛୋଟ ଗାଁ ମାନ ସ୍ଥାପନ କରି ରହିଲେ, ଯାହାକି ଆଜି ମଧ୍ୟ ଆପଣ ଗଲେ ସେସବୁ ଗାଁ ଗୁଡ଼ିକୁ ଦେଖିପାରିବେ। ଏବେ ପୁଣି ଫେରିବି ବିସ୍ଥାପିତଙ୍କ ପାଖକୁ। 22,000 ବିସ୍ଥାପିତଙ୍କ ପାଇଁ 12 କୋଟି ଅନୁକମ୍ପାମୂଳକ ରାଶି ଖର୍ଚ୍ଚ ହେବ ବୋଲି ଯୋଜନା ହୋଇଥିଲା। ମାତ୍ର ସେଥିରୁ ଖର୍ଚ୍ଚ ହେଲା 4 ଭାଗରୁ ଭାଗେ, ଅର୍ଥାତ୍ 3 କୋଟି ଟଙ୍କା। ଆଉ ଆଜି ବି ବିସ୍ଥାପିତ ହୀରାକୁଦ ମୁଣ୍ଡରେ ରହି ଜଳରାଶିରେ ବୁଡ଼ି ଯାଇଥିବା ତାଙ୍କ ଅତୀତକୁ ଖୋଜିଥାନ୍ତି। ଏବେ ଆଲୋଚନା କରିବା ହୀରାକୁଦର ନାମକରଣ ବିଷୟରେ। ହୀରାକୁଦର ଅର୍ଥ ହୀରାରେ ଭର୍ତ୍ତି ହୋଇଥିବା ଜାଗା। ତେବେ ସତରେ କ'ଣ ହୀରାକୁଦର ଜଳରାଶି ଭିତରେ ମୂଲ୍ୟବାନ ହୀରା ସବୁ ଭର୍ତ୍ତି ହୋଇଅଛି? ଏଭଳି ଅନେକ ପ୍ରଶ୍ନ ପ୍ରାୟ ଲୋକଙ୍କ ମନ ଭିତରେ ଉଙ୍କି ମାରେ। ତେବେ ଏସବୁ ବିଷୟରେ ଜାଣିବା ପାଇଁ ହେଲେ ମୁଁ ଆପଣମାନଙ୍କୁ ନେଇଯାଉଛି 1700 ମସିହାକୁ। ସେତେବେଳେ ଏଠାରେ ରାଜା ଥାନ୍ତି ଅଭୟ ସିଂ ଏବଂ ଯେଉଁଠାରେ ଏବେ ବନ୍ଧ ନିର୍ମିତ ହୋଇଛି ସେଠାରୁ ରାଜା ଏକ 16.5 କ୍ୟାରେଟର ହୀରା ବାହାର କରି ତାକୁ ତତ୍କାଳୀନ ବ୍ରିଟିଶ ବଡ଼ଲାଟ ରବର୍ଟ କ୍ଲାଇଭ୍କୁ ଉପହାର ସଦୃଶ ଦେଇଥିଲେ। ପରେ ମରାଠା ଶାସନ ସମୟରେ ମରାଠାମାନେ ଏଠାରୁ 210 କ୍ୟାରେଟର ଏକ ହୀରାକୁ ନେଇଥିଲେ
ଏବଂ ସେହି ସମୟରେ କିଛି ସମ୍ପ୍ରଦାୟର ଲୋକ ହୀରାକୁଦର ପାଣିରେ ଭାସୁଥିବା ହୀରାକୁ ଛାଣି ତାକୁ ବିକ୍ରି କରୁଥିଲେ। ପରେ ବ୍ରିଟିଶ ରାଜ ସମୟରେ ସରକାର ଏଠାକାର 2 ଜଣ ଲୋକଙ୍କୁ ଏଠାରୁ ହୀରା ଖନନ ପାଇଁ ନିଲାମି ଦେଇଥିଲେ। ପରେ ଡ୍ୟାମ୍ ନିର୍ମାଣ ପରେ ଏସବୁ କାର୍ଯ୍ୟ ବନ୍ଦ ହୋଇଗଲା। ତେବେ ଆଜି ବି ଅନେକ ମୂଲ୍ୟବାନ ହୀରା ଜଳ ଭିତରେ ଥିବାର ଅନେକ ବିଶ୍ୱାସ କରନ୍ତି। ଏସବୁ ଭିତରେ ଆଜି ବି ହୀରାକୁଦ ବନ୍ଧ ବନ୍ୟା ନିୟନ୍ତ୍ରଣ ଏବଂ ବିଦ୍ୟୁତ୍ ଉତ୍ପାଦନରେ 1 ନମ୍ବର ହୋଇ ଛିଡ଼ା ହୋଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।